प्रभु जीशुଙ୍କ ମଧୁର ନାମରେ ଆପଣ ସମସ୍ତଙ୍କୁ ମୋର ଶୁଭେଚ୍ଛା ଏବଂ ନମସ୍କାର ଜଣାଉଛି। ଆଜି ପ୍ରଭୁଙ୍କର ଅନୁଗ୍ରହରେ ନୋହଙ୍କର ଦ୍ୱିତୀୟ ଅଂଶ ଆମେ ଦେଖିବା। ପ୍ରଥମ ଅଂଶରେ ଦେଖିଥିଲୁ ନୋହ କିପରି ସାନ ବେଳଠୁ ସଦାପ୍ରଭୁଙ୍କ ସହିତ ଗମନାଗମନ କରୁଥିଲେ ଆଉ ତାଙ୍କର କ'ଣ କ'ଣ ଉତ୍ତମ ବିଷୟ ଥିଲା ଯାହାକି ସଦାପ୍ରଭୁଙ୍କ ଦୃଷ୍ଟି ଆକର୍ଷଣ କରି ତାହାଙ୍କୁ ସେ ଅନୁଗ୍ରହ ପ୍ରଦାନ କରିଥିଲେ। ଆଜି ନୋହଙ୍କର ଦ୍ୱିତୀୟ ଅଂଶରେ ଆମେ ଦେଖିବା ଯେ ନୋହ କିପରି ସଦାପ୍ରଭୁଙ୍କର ଡିରେକ୍ସନକୁ ବା ଯୋଜନାକୁ ବୁଝିପାରି ସେ ଅନୁସାରେ ସେ କାର୍ଯ୍ୟ କରିଥିଲେ, ଯାହାକି ଆମେ ପାଇବା ଆଦି ପୁସ୍ତକ ତାର 6 ପର୍ବ 13 ରୁ 22 ମଧ୍ୟରେ। ଆଦି ପୁସ୍ତକ 6 ପର୍ବ 13 ରୁ 22 ଯାଏ। ଆଉ ଏହି ସମୟରେ ଆମେ ଦେଖିବା ନୋହଙ୍କର ତିନୋଟି ଉତ୍ତମ ଗୁଣ, ତିନୋଟି ଉତ୍ତମ ବିଷୟ ଯାହାକି ଆମେ ଆମ ଜୀବନରେ ମଧ୍ୟ ଲଗାଇକି ଆମେ ଶିଖିପାରିବା। ପ୍ରଥମ ବିଷୟ ଆମେ ଦେଖିବା ଯେ ନୋହ ୱାଜ୍ ଅ ଗୁଡ୍ ଲିସନର। ନୋହ ଜଣେ ଉତ୍ତମ ଭାବରେ ଶୁଣିବାର ବ୍ୟକ୍ତି ଥିଲେ। ଏଇଠି ଆମେ ଦେଖୁଅଛୁ ଯେ ସଦାପ୍ରଭୁ ଆଦି ପୁସ୍ତକ 6 ପର୍ବର 13 ପଦରୁ 21 ପଦ ଯାଏ ସଦାପ୍ରଭୁ ହିଁ କଥା କହିଅଛନ୍ତି, ନନ୍ଷ୍ଟପ୍ କଥା କହିଅଛନ୍ତି। ଆଉ ସେଇ ସମୟରେ ନୋହ ତାଙ୍କୁ ଇଣ୍ଟରପ୍ଟ କରିନାହାନ୍ତି, କ୍ୱେଶ୍ଚିନ୍ ପଚାରି ନାହାନ୍ତି କି କୌଣସି ବିଷୟ ବୁଝିବା ପାଇଁ ସାହାଯ୍ୟ ଲୋଡ଼ି ନାହାନ୍ତି, କିନ୍ତୁ ସେ ଚୁପ୍ ହେଇକି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନୋହ ଶୁଣିଥିଲେ। ଆଉ ସେଇ ସମୟରେ ସଦାପ୍ରଭୁ ସମୁଦାୟ ପୃଥିବୀର ଲୋକମାନଙ୍କର ଆଉ ପ୍ରାଣୀମାନଙ୍କର କିପରି ବିନାଶର ଯୋଜନା ଅଛି, ପୁଣି ସେଇ ବିନାଶ କରିବା ସମୟ ମଧ୍ୟରେ କିପରି ନୋହ ଜାହାଜକୁ ନିର୍ମାଣ କରିବେ, କୋଉ କାଠର ନିର୍ମାଣ କରିବେ, ପ୍ରତ୍ୟେକ ଡିଟେଲ ଇନଷ୍ଟ୍ରକ୍ସନ୍ ଦେଇକି ଗଲେ। ପୁଣି ଏହି ଜାହାଜ ନିର୍ମାଣ କରିବାର ଉଦ୍ଦେଶ୍ୟ କ'ଣ, ଆଉ କିପରି ଲୋକମାନେ ପୁଣି ଜୀବଜନ୍ତୁ ସେ ଜାହାଜ ମଧ୍ୟରେ ରକ୍ଷା ପାଇବେ, ଆଉ ସେମାନଙ୍କର ପାଇଁ କିପରି ଭାବରେ ନୋହ ଖାଦ୍ୟର ବ୍ୟବସ୍ଥା କରିବେ, ଏ ସମସ୍ତ ବିଷୟ ଗୋଟେ ପରେ ଗୋଟେ ସଦାପ୍ରଭୁ କହିଗଲେ। ଆଉ ନୋହ ଉତ୍ତମ ଭାବରେ ସେ ଧ୍ୟାନର ସହିତ ସଦାପ୍ରଭୁଙ୍କର ଗୋଟେ ଗୋଟେ କଥାକୁ ସେ ଶୁଣିଗଲେ। ତେଣୁକରି ଆମେ ଦେଖୁଛୁ ଯେ ନୋହ ୱାଜ୍ ଅ ଗୁଡ୍ ଲିସନର। ଆଜି ସଦାପ୍ରଭୁ ଆମକୁ ମଧ୍ୟ କଥା କହିବା ପାଇଁ ଚାହାନ୍ତି, ଆମ ଜୀବନର ଉଦ୍ଦେଶ୍ୟକୁ ଆମକୁ ଜଣାଇବା ପାଇଁ ଚାହାନ୍ତି। ଆମେ କିପରି ତାହାଙ୍କ ଠାରେ ଆମର ଜୀବନକୁ ଆମେ ଗଢ଼ି ପାରିବୁ, ନିର୍ମାଣ କରିପାରିବୁ, ଆମର ଜୀବନ ରୂପୀ ଜାହାଜକୁ। ପୁଣି ଅନ୍ୟମାନଙ୍କୁ ଆମେ ନିଜର ରକ୍ଷା ପାଇବା ସହିତ ଆମେ କିପରି ଅନ୍ୟମାନଙ୍କୁ ମଧ୍ୟ ରକ୍ଷା କରିପାରିବୁ, ଏ ସମସ୍ତ ବିଷୟ ସଦାପ୍ରଭୁ ଆମମାନଙ୍କୁ ମଧ୍ୟ ଜଣାଇବା ପାଇଁ ଚାହାନ୍ତି। ଆଉ ତେଣୁକରି ଆମର ଏକ ଉତ୍ତମ ଶୁଣିବାର କାନ ହେବାର ଅଛି। ଆଉ ସେଦିନ ନୋହ ଶୁଣିକି ସଦାପ୍ରଭୁଙ୍କ ଠାରୁ ଇନଷ୍ଟ୍ରକ୍ସନ୍ ପାଇକି ସେ ଉତ୍ତମ ଭାବରେ ପ୍ରଭୁଙ୍କର ଯୋଜନାର ଅନ୍ତର୍ଗତ ହେଇକି ଆଜ୍ଞାବହ ହେଇଥିଲେ। ଆଉ ଦ୍ୱିତୀୟ ବିଷୟ ଆମେ ଦେଖିବା ଯେ ସେଇ ଆଜ୍ଞାବହତା ହିଁ ନୋହଙ୍କର ଏକ ଆଉ ଗୋଟିଏ ଗୁଣ ଏହି ଅଂଶରେ ଆମେ ପାଉଛୁ ଯେ ନୋହ ସମସ୍ତ ବିଷୟ ଶୁଣି ତ ଗଲେ, ତାପରେ ସେ ଶୁଣିକି ପାଳନ କଲେ କି? ୟେସ୍, ସେ ଶୁଣିଲେ ଆଉ ସେ ଯେପରି ସଦାପ୍ରଭୁ କହିଥିଲେ ସେଇପରି ସେ ପାଳନ କଲେ। ବେଳେବେଳେ ଆମର ଜୀବନରେ ଆମେ ଦେଖାଯାଏ ଆମେ ଶୁଣିଯାଉ ଆଉ ନିଜ ଇଚ୍ଛା ଅନୁସାରେ ଆମେ ବିଷୟକୁ କରିଥାଉ, କିନ୍ତୁ ନୋହ ଯେପରି ପରମେଶ୍ୱର କହିଥିଲେ ସେହିପରି ସେ କଲେ, ଯାହାକି ଜେନେସିସ୍ 6 ପର୍ବର 22 ପଦରେ ଲେଖା ଅଛି। ସେ ସମସ୍ତ ବିଷୟ ସଦାପ୍ରଭୁଙ୍କର ଅନୁସାରେ କଲେ। ସେ ଖାଲି ବାଧ୍ୟ ଯେ ହେଲେ ନାହିଁ ତାହା ନୁହେଁ, କିନ୍ତୁ ସଦାପ୍ରଭୁଙ୍କର ଇଚ୍ଛା ଅନୁସାରେ ସେ ବାଧ୍ୟ ହେଇକି କାର୍ଯ୍ୟ କରିଥିଲେ। ଆଉ ଆମେ ଯଦି ଡିପଲି ଦେଖିବା ଏ ବିଷୟକୁ ଗଭୀର ଭାବରେ, ତାହେଲେ ଜାହାଜ ନିର୍ମାଣ କରିବା ସହଜ ବିଷୟ ନଥିଲା। ଗୋଫର କାଠ ଆଣିକି ସେ ନିର୍ମାଣ କରିଥିଲେ। ଆଉ ବାଇବେଲର ଯାହା ଲେଖାଯାଏ ତାର ଅନୁମାନ କଲେ ଆମେ ଦେଖିବା ଯେ ଜାହାଜକୁ ନିର୍ମାଣ କରିବା ପାଇଁ ପ୍ରାୟ 100 ବର୍ଷ ଲାଗି ଯାଇଥିଲା। ଆଉ ସେ 100 ବର୍ଷ ପର୍ଯ୍ୟନ୍ତ ସେ ସଦାପ୍ରଭୁଙ୍କର ବାଧ୍ୟ ହେଇକି ସେ କେବେ ଜାହାଜ ଦେଖିନଥିବା ଲୋକ ସେ ଜାହାଜକୁ ନିର୍ମାଣ କରିଥିଲେ। ଲୋକମାନେ ହୁଏତ ଅନେକ ଥଟ୍ଟା ପରିହାସ ତାଙ୍କୁ କରିଥିବେ, କିନ୍ତୁ ସେ ସମସ୍ତ ମଧ୍ୟରେ ସେ ଲୋକମାନଙ୍କର କଥାକୁ ନ ଶୁଣି
ସଦାପ୍ରଭୁଙ୍କ ବିଷୟକୁ ଫୋକସ୍ କରିକି ସେ ବାଧ୍ୟ ହେଇଥିଲେ। ପୁଣି ବାଧ୍ୟ ହେଇକି ପଶୁମାନଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରିଥିଲେ, ବିଭିନ୍ନ ପଶୁମାନଙ୍କ ପାଇଁ, ପକ୍ଷୀମାନଙ୍କ ପାଇଁ ମଧ୍ୟ, ଆଉ ସରୀସୃପମାନଙ୍କ ପାଇଁ, ଆଉ ନିଜ ପାଇଁ, ନିଜ ପରିବାର ପାଇଁ ସେ ଖାଦ୍ୟକୁ ସଂଗ୍ରହ କରିଥିଲେ। ଏଇଟା କଠିନ ବିଷୟ ଥିଲା, କିନ୍ତୁ ସେ ପ୍ରଭୁଙ୍କର ବାଧ୍ୟ ହେଇକି ସେ ସମସ୍ତ ବିଷୟ ସେ କରିଥିଲେ। କାରଣ ବାକ୍ୟ ମଧ୍ୟ କହେ ପ୍ରଥମ ସାମୁଏଲ 5:15-22 ଯେ ଦେଖ ଶୁଣିବା ବଳିଦାନ ଠାରୁ ଓ ମନୋଯୋଗୀ ହେବା ମେଦ ଠାରୁ ଉତ୍ତମ। ଓବିଡିଏନ୍ସ ଇଜ୍ ବେଟର ଦେନ୍ ସାକ୍ରିଫାଇସ୍। ଆଉ ସେଦିନ ନୁହଁ ସଦାପ୍ରଭୁଙ୍କର ବିଷୟକୁ ସେ ଉତ୍ତମ ଭାବରେ ଶୁଣିବାର ସହିତ ସେ ସେହିପରି ଭାବରେ କାର୍ଯ୍ୟ କଲେ ବାଧ୍ୟ ହେଇକି। ପ୍ରଭୁଙ୍କର ନାମର ଧନ୍ୟବାଦ ହଉ ଯେ ସେହି ସମୟରେ ଏକ ବିପରୀତ ପରିସ୍ଥିତିରେ ନୁହଁ ସଦାପ୍ରଭୁଙ୍କର ବାଧ୍ୟ ହେଇଛନ୍ତି। ଆଉ ତୃତୀୟ ବିଷୟ ଆମେ ଦେଖିବା ଯେ ସଦାପ୍ରଭୁଙ୍କ ଠାରେ ସେ ଭରସା ରଖିଥିଲେ, ସେ ବିଶ୍ୱାସ ରଖିଥିଲେ, ଆଉ ତାହାର ଫଳରେ ହିଁ ସେ ପ୍ରଭୁଙ୍କର ବାକ୍ୟକୁ ଶୁଣିକି ସେ ପାଳନ କରିଥିଲେ। ଯଦି ସେ ବିଶ୍ୱାସ କରିନଥାନ୍ତେ ପ୍ରଭୁଙ୍କର କାର୍ଯ୍ୟକୁ, ପ୍ରଭୁଙ୍କର କଥାକୁ, ତାହେଲେ କେବେ ବି ସେ ପାଳନ କରିନଥାନ୍ତେ। ଆଉ ପ୍ରଭୁ ମଧ୍ୟ ଆଗରୁ କହିଛନ୍ତି ଯେ ନୁହ ଜଣେ ଧାର୍ମିକ ବ୍ୟକ୍ତି ଥିଲେ, ଆଉ ସେ ଧାର୍ମିକ ବ୍ୟକ୍ତି ବୋଲି ସଦାପ୍ରଭୁଙ୍କର ଦୃଷ୍ଟିରେ ଦେଖାଯାଇଥିଲେ। ଆଉ ପ୍ରଭୁଙ୍କର ବାକ୍ୟ କହେ ଯେ ଧାର୍ମିକ ବିଶ୍ୱାସ ବିନା ବଞ୍ଚିବ, ବିଶ୍ୱାସ ବିନା ବଞ୍ଚି ପାରିବ ନାହିଁ, ଅର୍ଥାତ୍ ଧାର୍ମିକ ବିଶ୍ୱାସ ଦ୍ୱାରା ହିଁ ବଞ୍ଚିବ। ତା ଅର୍ଥ ନୁହଙ୍କର ହୃଦୟରେ ଏକ ଗଭୀର ବିଶ୍ୱାସ ସଦାପ୍ରଭୁଙ୍କର ପ୍ରତି ଅଛି, ସଦାପ୍ରଭୁଙ୍କର କଥା ପ୍ରତି ଅଛି। ସେ କେବେ ସେହି ସମୟରେ ବର୍ଷା ମଧ୍ୟ ହେଇନଥିଲା ଜଗତରେ, ବିନା ବର୍ଷା ଦେଖିକି, ବିନା ଜାହାଜ କେବେ ଦେଖିକି, ସେଇ ବର୍ଷାର ଜଳର ଅନୁଭବ ନ ପାଇକି ସେ ପ୍ରଭୁଙ୍କ ଠାରେ ବିଶ୍ୱାସ କରିଥିଲେ ଯେ ୟେସ୍, ଯଦି ପ୍ରଭୁ କହୁଛନ୍ତି ତାହେଲେ ନିଶ୍ଚିତ ରୂପେ ବର୍ଷା ହେବ, ନିଶ୍ଚିତ ରୂପେ ଜଳ ପ୍ଳାବନ ହେବ। ଆଉ ସେଥିପାଇଁ ସେ ଜାହାଜକୁ ନିର୍ମାଣ କରିବା ପାଇଁ ଆଗଭର ହେଇଥିଲେ। ଆଉ ଯେତେବେଳେ ଆମେ କୌଣସି ବ୍ୟକ୍ତି ସହିତ ଗଭୀର ସମ୍ପର୍କ ମଧ୍ୟରେ ଆସୁ, ଅଟୋମେଟିକ୍ ସେଇ ବ୍ୟକ୍ତି ଆଉ ଆମ ମଧ୍ୟରେ ଗୋଟେ ଟ୍ରଷ୍ଟ ବିଲ୍ଡ ହେଇଯାଏ, ଗୋଟେ ବିଶ୍ୱାସ ବିଲ୍ଡ ହେଇଯାଏ। ଆଉ ନୁହ ସଦାପ୍ରଭୁଙ୍କ ସହିତ ଗମନାଗମନ କରୁଥିଲେ, ବାକ୍ୟ ତାହା କହିଥାଏ। ଆଉ ସେଇ ସମୟରେ ସେ ସଦାପ୍ରଭୁଙ୍କ ସହଭାଗିତାରେ ଆସି ଏକ ଘନିଷ୍ଠ ସମ୍ପର୍କ, ଇଣ୍ଟିମେଟ୍ ରିଲେସନସିପ୍ ହେଇଯାଇଛି, ଯଦ୍ୱାରା କିଛି ଆଖି ବୁଝିକି ନୁହ ସଦାପ୍ରଭୁଙ୍କ ଠାରେ ବିଶ୍ୱାସ କରୁଅଛନ୍ତି। ବିନା ବର୍ଷାକୁ ଦେଖିକି, ବିନା ଝଡ଼ ତୋଫାନର ଅନୁଭବ ପାଇକି, ବିନା ଜଳ ପ୍ଳାବନର ସଂସ୍ପର୍ଶରେ କେବେ ନ ଶୁଣିକି ସେ ସଦାପ୍ରଭୁଙ୍କ ଠାରେ ବିଶ୍ୱାସ କରୁଛନ୍ତି। ସେ କ୍ୱେଶ୍ଚନ୍ ବି କଲେଣି, ଓକେ ପ୍ରଭୁ, ମୁଁ ବିଶ୍ୱାସ କରୁଛି, ମୁଁ ଜାହାଜ ନିର୍ମାଣ କରିଦେବି, କିନ୍ତୁ କେତେ ଦିନ ମୋତେ ଜାହାଜ ମଧ୍ୟରେ ରହିବା ପାଇଁ ପଡ଼ିବ, କେତେ ଦିନ ଏହି ପୃଥିବୀ ଜଳରେ ବୁଡ଼ିକି ରହିବ, କିଛି ବି ସେ ପଚାରୁନାହାନ୍ତି। ସିମ୍ପଲି ହି ପୁଟ୍ ହିଜ୍ ଟ୍ରଷ୍ଟ ଅପନ୍ ଦ ଲର୍ଡ। ଆଉ ସେ ପ୍ରଭୁଙ୍କ ଠାରେ ବିଶ୍ୱାସ କରି କାର୍ଯ୍ୟ କରିଥିଲେ। ପ୍ରଭୁ ଆଜି ଏହି ବାକ୍ୟ ଦ୍ୱାରା ଆମମାନଙ୍କୁ ଆଶୀର୍ବାଦ କରନ୍ତୁ, ଯେପରି ଆମେ ମଧ୍ୟ ନୁହ ପରି ପ୍ରଭୁଙ୍କ ଠାରୁ ଏକ ଉତ୍ତମ ଶୁଣିବାର କାନ ଆମେ ଗ୍ରହଣ କରିପାରିବା, ଆଉ ଆମେ ଏକ ଉତ୍ତମ ଧ୍ୟାନରେ ସଦାପ୍ରଭୁଙ୍କ ଠାରୁ ଗୁଡ୍ ଲିସନର ଆମେ ବଢ଼ିପାରିବା, ଆଉ ପ୍ରଭୁଙ୍କର ବାଧ୍ୟ ହେଇପାରିବା, ପ୍ରଭୁଙ୍କର କାର୍ଯ୍ୟ କରିପାରିବା, ଯେପରି ପ୍ରଭୁ କହିଛନ୍ତି ସେହିପରି ଆଉ ପ୍ରଭୁଙ୍କ ଠାରେ ବିଶ୍ୱାସରେ ଆମେ ଆଗକୁ ବଢ଼ିପାରିବା। ପ୍ରଭୁ ଆମମାନଙ୍କୁ ଏହି ବାକ୍ୟ ଦ୍ୱାରା ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।